महापुरुष माने जो कथा को कही जाइछन्ति से कथा होची प्रकृत प्रकृत कथा। से कहिछन्ति राति जाउथिबो दिन आसुथिबो, जहाको आपण माने कहती सिंदूरा फाटुथिबो, सेटा होची ब्राह्म मुहूर्त। राति पाही आसुची, सूर्य संपूर्ण भाव में उदय हेई नाहंती, रक्तिमा वर्ण गोटे सूर्यंकर नाल सूर्य उदय होउचंती। नामाचार्य बाबा बाया कहिले सेई बेलाटा होउची गोटे प्रकृत रे शुभ बेला। ब्राह्म मुहूर्त रे मनुष्य जदि प्रार्थना करे, ब्राह्म मुहूर्त रे मनुष्य जदि दूर देश को जीवा पई अनुकूल करे, कौनसी कर्म जदि से आरंभ करे, ताले ता पई कौनसी महेंद्र कि अमृत बेला खोजिबा आवश्यक नाही। तेणु सबुबले मन रखा पड़िबो, आमको सेई मुहूर्त गुड़िक जगिबा को पड़िबो। जड़े पिला प्रश्न कले, कहले बाबा मोर परीक्षा मु पाठ पढ़ुची, मु परीक्षा देवी दिन 2टा बेले मु परीक्षा देवी, ताले ब्राह्म मुहूर्त रे कौन मु परीक्षा देवा को जीवी? नामाचार्य बाबा बाया उत्तर देले, ब्राह्म मुहूर्त रे उठी जदि पिला माने गोटे घंटा कि 2 घंटा पाठ पढ़ती, सी पाठ जेभली मने रहे दिन तमाम पढ़िले सेतिकी मने रहे नाही। ब्राह्म मुहूर्त रे पाठ पढ़, किंतु जेतेबेले तुमर स्कूल को जीवार समय सेतेबेले स्कूल को जाओ, परीक्षा दबा पई जेतेबेले समय आसीबो सेतेबेले परीक्षा तुमे दबो। तेणु से कहले पाठ पढ़िब ब्राह्म मुहूर्त रे, परीक्षा दियो दिन 2टारे। पाठ पढ़िले कौन हबो? विद्या हासिल करी अविद्या को ध्वंस करी पकाओ। अविद्यार अन्य अर्थ होउची अज्ञानता। पाठ पढ़ी अज्ञानता कौन जाउची कि? हमें आज समाज रे जो गाँ को जाओ, जो अंचल को जाओ, सेठी हजार हजार पाठुआ युवक पुओ झील माने अछंती, पाठ पढ़िचंती, किंतु पाठ पढ़िले कौन हबो? गुरु गुरुजन को किभली व्यवहार दिया जाए, सद्गुरु कथा अलगा। निज घरे बा निज पड़िशारे बा निज ग्राम रे जड़े गुरुजन जाउचंती, आमे सब पाठ पढ़ुथलु, आम पिला दिनर कथा आमे मने पकऊ जे आमे जड़े गुरुजन को आगरे सेतबेले आजिकाली भली मोटरसाइकल नथिला, गाड़ी नथिला, किंतु जड़े गुरुजन को आगरे आमे साइकल चढ़ी तांको पास करके जाऊना, आमे साइकल ओल्हे पड़ू। ये भली कि चाहा टिके पीले मध्य गुरुजन सम्मुख रे चाहा टिके पी हबा नहीं। किंतु आजिर युव समाज कौन करुछि? आजिर युव समाज माने मुरबी मान को आगरे चाहा तो साधारण कथा, मद्य पीवा, सिगारेट खाइबा एवं अश्लील भाषा रे सोदासोदी करिबा, माने असदाचरण आचरण करिबा आजिर युव समाज
ପାଠ ପଢ଼ିଛନ୍ତି। ତାକୁ ପଚରାଯିବ ବାବୁ ତୁମେ କ'ଣ ପଢ଼ିଛ? ନା ମୁଁ BA ପାସ୍ କରିଛି, ମୁଁ ଗ୍ରାଜୁଏଟ୍। କିଏ କହିବ ମୁଁ PG କରିଛି, କିଏ କହିବ ମୁଁ ଇଞ୍ଜିନିୟରିଂ ପାସ୍ କରିଛି, କିଏ କହୁଛି ମୁଁ ମାନେ ଏମିତି ଅନେକ କଥା। କିନ୍ତୁ ବ୍ୟବହାର ଯେଉଁଠି ମଣିଷର ନାହିଁ, ଯିଏ ବ୍ୟବହାର ଶିଖିନାହିଁ, ଯାହା ଭିତରେ କମନ୍ ସେନ୍ସ ନାହିଁ, ସିଏ ପାଠ ପଢ଼ିଲେ ମଧ୍ୟ ତାକୁ ପାଠୁଆ ବୋଲି କୁହାଯିବ ନାହିଁ। ଆଜିର ଏଇ ପବିତ୍ର ସମାଜରେ ଯେତେ ଗଣ୍ଡଗୋଳ ସୃଷ୍ଟି ହେଉଛି, ଆପଣ ଦେଖନ୍ତୁ ଯେ ସବୁ ଗଣ୍ଡଗୋଳର ମୂଳ କେବଳ ନିଶା ମାଦକତା, ଇଏ ତ ଗୋଟେ ସ୍ୱତନ୍ତ୍ର କଥା। କିନ୍ତୁ ପାଠ ପଢ଼ି ପାଠୁଆ ପିଲାମାନେ ସେମାନେ କାହାକୁ କିଭଳି ଭାବରେ ବ୍ୟବହାର କରାଯାଏ ସେ କଥା ସେ କରିବା ପାଇଁ ପ୍ରସ୍ତୁତ ହୁଏ। ଗତକାଲି ରାତିରେ ଗୋଟେ ଫୋନ୍ ଆସିଲା, ରାଉରକେଲାରୁ ଗୋଟେ ଫୋନ୍ ଆସିଲା। ସେ ଫୋନ୍ଟି ହେଉଛି ଯେ ତାଙ୍କର 2ଟି ପୁଅ, ଗୋଟିଏ ପୁଅ ବହୁତ ଭଲ, ଆଉ ଗୋଟିଏ ପୁଅ ବି ବହୁତ ଭଲ। ସିଏ ଭଲ ହେଲେ କ'ଣ ହବ? କିଛି ମନ୍ଦ ପିଲାଙ୍କ ସହିତ ସିଏ ମିଶିଗଲାଣି, ବାହାରେ ଖାଉଛି, ଘରେ ଖାଉନେଇ। ଘରେ ଯଦି ତାକୁ କିଏ କହୁଛି ଆରେ ଏତେ ରାତି ଯାକ କାହିଁକି ବୁଲୁଛୁ? ନା ମୁଁ ମୋର ସାଙ୍ଗ ଘରେ ଥିଲି, ସାଙ୍ଗ ଘରେ ରହିବି। ଧୀରେ ଧୀରେ ଏଇଭଳି ଭାବରେ ହୀନ ସଙ୍ଗତେ ହୀନ ଗତି, ହସି କହନ୍ତି ଯଦୁପତି। ଉତ୍ତମ ସଙ୍ଗେ ସଙ୍ଗ ଯାର, ସେ କରେ ଉତ୍ତମ ବ୍ୟବହାର। ମୋତେ ଯେତେବେଳେ ଫୋନ୍ କରି କହିଲେ ଯେ ଆମେ ଅନୁମାନ କରୁଛୁ ପିଲାଟା ବୋଧେ ଖରାପ ଆଡ଼କୁ ଚାଲି ଯାଉଛି, ବାପ ମାଙ୍କର ଏଇ ଯେଉଁ ବ୍ୟସ୍ତତା, ଏଇ ଯେଉଁ ଭଲ ପାଇବା, ସିଏ ଚାହୁଁଛନ୍ତି ମୋ ଛୁଆ ବା ମୋ ପୁଅ କି ମୋ ଝିଅ ସେମାନେ ଭୁଲ ବାଟକୁ ଯାଆନ୍ତୁ ନାହିଁ। ଇଏ କଥାକୁ ଆଜିର ପୁଅ ଝିଅମାନେ ଠିକ୍ ଭାବରେ ବୁଝୁନାହାନ୍ତି। ସେ ଭାବୁଛନ୍ତି ଏଗୁଡ଼ାକ ପୁରୁଣା କାଳିଆ କଥା, ବାପ ମାଙ୍କର ବୟସ ହେଲାଣି, ଆଜିର ଦୁନିଆ ପରିବର୍ତ୍ତନ ହେଇଗଲାଣି, ଆମେ ଏମିତି ସାଙ୍ଗସାଥି ହବୁ, ଏମିତି ଫିଷ୍ଟ କରିବୁ, ମଦ୍ୟ ପିଇବୁ, କି ଆମେ ଗୁଣ୍ଡାରାଜ କରିବୁ। କିନ୍ତୁ ପ୍ରକୃତରେ ଭଦ୍ର ହୁଅ, ବି ଗୁଡ୍ ଡୁ ଗୁଡ୍। ରାମ କହିଲେ ଆନନ୍ଦ, ଯୋଉଠି ଆନନ୍ଦ ନାହିଁ ସେଠି ରାମ ନାହାନ୍ତି। ମନ୍ଦିରରେ ରାମ ମୂର୍ତ୍ତି ପୂଜା କରି ଲାଭ କିଛି ନାହିଁ। ଲକ୍ଷ୍ମଣ କହିଲେ ଚରିତ୍ର, ବିଶାଳ ଧନ ସମ୍ପତ୍ତି ଯଶ ଗୁଣ ଥିଲେ, ଅସାର ହୁଅଇ ପ୍ରାଣୀ ଚରିତ୍ର ନଥିଲେ। ତେଣୁ ରାମଙ୍କ ପାଖରେ ଲକ୍ଷ୍ମଣ ଅଛନ୍ତି। ରାମ ଓ ଲକ୍ଷ୍ମଣ କହିଲେ, ରାମ କହିଲେ ଜୀବାତ୍ମା ବା ଆମ ଭିତରେ ଯେଉଁ ଆତ୍ମା ରହିଛନ୍ତି ସିଏ ହେଉଛନ୍ତି ରାମ। ଆତ୍ମଜ୍ଞାନ ଯେଉଁଠି ରହିଛି ସିଏ ହେଉଛନ୍ତି ଲକ୍ଷ୍ମଣ। ଆତ୍ମଜ୍ଞାନ କହିଲେ ଚରିତ୍ର, ଯଦି ଚରିତ୍ର ନାହିଁ ତାହେଲେ ତାର କିଛି ନାହିଁ। ତୁମ ପାଖରେ ମୂଲ୍ୟବାନ ସମ୍ପତ୍ତି ଅଛି, କୋଟି କୋଟି ଟଙ୍କା ବ୍ୟାଙ୍କରେ ରଖିଛ, ବହୁତ ଗାଡ଼ି ବାଡ଼ି ସବୁ କରିଛ, ଯଦି ଚରିତ୍ର ନାହିଁ, ଯଦି ତୁମ ପାଖରେ ସାଧାରଣ ଜ୍ଞାନ ନାହିଁ, ତୁମେ ଯେଡ଼େ ବଡ଼ ଧନୀ ହେଲେ ବି ତୁମକୁ କେହି ପସନ୍ଦ ବି କରିବେ ନାହିଁ। ତେଣୁ ସେଥିପାଇଁ ରାମଙ୍କ ପାଖରେ ଲକ୍ଷ୍ମଣ ଅଛନ୍ତି, ମଝିରେ ଅଛନ୍ତି, ଆଉ ଅନ୍ୟ ପକ୍ଷରେ ଅଛନ୍ତି
ମଝିରେ ଅଛନ୍ତି ରାମ, ତାଙ୍କ ଗୋଟିଏ ପଟରେ ଅଛନ୍ତି ଲକ୍ଷ୍ମଣ, ଆଉ ଗୋଟିଏ ପଟରେ ଅଛନ୍ତି ସୀତା। ସୀତା କିଏ? ସୀତା ହେଉଛନ୍ତି ପବିତ୍ର, ଯାହାର ମନ ପବିତ୍ର, ଯାହାର ଗୃହ ପବିତ୍ର, ଯାହାର ବ୍ୟବହାର ପବିତ୍ର, ଯାହାର କଥା ହେଉଛି ମିଠା, ସେଇ ହେଉଛନ୍ତି ପ୍ରକୃତରେ ସୀତା। ତାପରେ ଭରତ। ଭରତ କିଏ? ଭକ୍ତି, ପିତୃମାତୃରେ ଭକ୍ତି, ଗୁରୁ ଗୁରୁଜନରେ ଭକ୍ତି। ଯୋଉଠି ଭକ୍ତି ନାହିଁ ସେଠି କ'ଣ ଅଛି? ସେଠି କେବଳ ରହିଛି ଅରାଜକତା, ଅସାମାଜିକତା। ତେଣୁ ହେ ମଣିଷ, ଇଏ ଭୁଲ ବାଟରେ ଯାଅ ନାହିଁ। ଇଏ ହେଉଛନ୍ତି ଭରତ। ଶତ୍ରୁଘ୍ନ କିଏ? ଯେଉଁ ମଣିଷ ପାଖରେ କାମ, କ୍ରୋଧ, ଲୋଭ, ମୋହ, ଅହଙ୍କାର, ଈର୍ଷାଦି ଦୁର୍ଗୁଣ ସଂଯମିତ ହୋଇ ରହିଛି, ସମସ୍ତଙ୍କ ଭିତରେ ଇଏ ରହିବ, ଇଏ ଜୀବନେ, କିନ୍ତୁ ସବୁଗୁଡ଼ିକ ସଂଯମିତ ହୋଇ ରହିବା ଉଚିତ। ସେଇ ହେଉଛନ୍ତି ଶତ୍ରୁଘ୍ନ, ଯାହାଙ୍କର ସମସ୍ତଙ୍କ ସହିତ ମିତ୍ରତା ରହିଛି, ସିଏ ସମସ୍ତଙ୍କୁ ଭଲ ପାଉଛନ୍ତି, ସମସ୍ତେ ତାଙ୍କୁ ଭଲ ପାଉଛନ୍ତି, ସେଇ ଗୋଟିକ ହେଲା ଶତ୍ରୁଘ୍ନ। ହନୁମାନ କିଏ? ସେବା, ସେବାର ପ୍ରତୀକ ହେଉଛନ୍ତି ହନୁମାନ। ଯେଉଁ ପରିବାରରେ କେହି କାହାରିକି ଅନଉନେଇ, କେହି କାହାରିକି ସେବା କରୁନେଇ, କିଏ କାହା ଦୁଃଖରେ ଦୁଃଖୀ ନୁହେଁ, କିଏ କାହା ସୁଖରେ ସୁଖୀ ନୁହେଁ, ସେଠି ହନୁମାନଙ୍କ ମୂର୍ତ୍ତି 20 ଫୁଟ, 21 ଫୁଟ, 18 ଫୁଟ, 15 ଫୁଟ ୟାକୁ କରି ପୂଜା କରି ଲାଭ କ'ଣ ଅଛି? ଏଗୁଡ଼ିକ କେବଳ ଗୋଟାଏ ପ୍ରକାର ମାନେ ଗୋଟେ ଏନ୍ଜୟମେଣ୍ଟ। ଆମେ ଏମିତି ହନୁମାନ ମୂର୍ତ୍ତି କରିଛୁ, ଏମିତି ଗୋଟେ ପଣା ସଂକ୍ରାନ୍ତି ଦିନ ଯଜ୍ଞ କରୁଛୁ, କିନ୍ତୁ ଦେଖିଲା ବେଳକୁ ଅନ୍ୟ ଦିନେ ପଣା ସଂକ୍ରାନ୍ତି ଦିନ ଯଜ୍ଞ କରିବେ, ଅନ୍ୟ ଦିନେ ତାଙ୍କ ଆଗରେ ବସି ତାସ ଖେଳିବେ, ଦରକାର ପରେ ସେଠି ମଦ ପିଇବେ। ମୁଁ ଗୋଟେ ହନୁମାନ ମୂର୍ତ୍ତି ଦେଖିଥିଲି, ଏସବୁ ମାନେ କଣ୍ଟା, ସବୁ ମାଂସ କଣ୍ଟା ସେଠି ପଡ଼ିଛି, ଆଉ ହୁସ୍କି ବୋତଲ ସେଠି ପଡ଼ିଛି। ଗୋଟେ ବହୁତ ଦିନର କଥା ଇଏ। ମୁଁ କହିଲି ଏଇ ହେଉଛନ୍ତି ହନୁମାନ। ତେଣୁ ହ କହିଲେ ହରି ବୋଲ, ଆଡ଼ୁ ସାଡ଼ୁ ବାଜ୍ୟ କଥା ନ ଗପି ସବୁବେଳେ ହରିଙ୍କୁ ଚିନ୍ତା କର। ନୁ କହିଲେ ପୂଜ୍ୟ ପୂଜା, ନୁମଃ। ନୁମ ଶବ୍ଦର ଅର୍ଥ ହେଉଛି ପୂଜ୍ୟ ପୂଜା। ତୁମେ ପୂଜ୍ୟାସ୍ପଦ ମାନଙ୍କୁ ଯଥା ସମ୍ମାନ କର। ମା କହିଲେ ମାନ୍ୟତା, ଶାସ୍ତ୍ରକୁ ମାନ, ସାଧୁ ସନ୍ଥଙ୍କୁ ମାନ, ଗୁରୁଙ୍କୁ ମାନ, ତୀର୍ଥକୁ ମାନ, ଆଉ କାହାକୁ କେହି ମାନିବନି। ଆଉ ସବୁଠାରୁ ବଡ଼ କଥା ହେଉଛି ଜନନୀ ଜନ୍ମଭୂମିକୁ ସମ୍ମାନ ଦିଅ। ଇଏ ହେଉଛନ୍ତି ମା। ଆଉ ନ କହିଲେ ନମ୍ରତା। ତୁମେ ଯେତେ ପାଠ ପଢ଼, ଯେତେ ଧନୀ ହୁଅ, ଯଦି ତମ ଭିତରେ ନମ୍ରତା ଗୁଣ ନାହିଁ, ତୁମେ କାହାକୁ ଗୋଟେ ନମସ୍କାର ବି କରୁନାହ, କାହାକୁ ଖାତିର ବି କରୁନାହ, ତୁମେ ଯେଡ଼େ ବଡ଼ ଲୋକ ହୁଅ, ତମଠାରୁ ଅଭଦ୍ର ଇଏ ପୃଥିବୀରେ କେହି ନାହିଁ। ତେଣୁ ମନୋଜବଂ ମା ଋତ୍ୟତୁଲ୍ଲବେ ତାତ୍ପଦଂ ଶ୍ରୀରାମଦୂତଂ ଶରଣଂ ପ୍ରପଦ୍ये।
ହନୁମାନଙ୍କ ମୂର୍ତ୍ତି କଲେ କ'ଣ ତମେ ରାମକୁ ପାଇଯିବ? ହନୁମାନ ତତ୍ତ୍ୱକୁ ଜାଣିଲେ ହବ ନା। ଆଉ ଖାଲି କ'ଣ ରାମ 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 ହେଇଗଲେ ମୁକ୍ତି ପାଇଯିବ? ହଁ, ମୁକ୍ତି ପାଇବ ଯଦି ରାମଙ୍କର ଆଦର୍ଶ ଆମ ଭିତରେ ପ୍ରତିଫଳନ ହୁଏ। ତେଣୁ ସଜ୍ଜନ, ରାମାୟଣ ହଉ, ମହାଭାରତ ହଉ, ଭାଗବତ ହଉ, ସବୁ କଥାର ତତ୍ତ୍ୱଟିକୁ ଜାଣ। ବୈକୁଣ୍ଠ ଲେଖିଲେ ବାଇ ବଂଶୀ ସୋନ ମୋହି ମୁନିମ ভক্ত ভাবে মোর হই হে নাচ নাচ থরে তিনি ভঙ্গে নাচ নাচ থরে ভগবান কৃষ্ণ ত্রিভঙ্গী ছন্দরে ঠিয়া হইଛନ୍ତି। ଇଏ ତ୍ରିଭଙ୍ଗୀ ଛନ୍ଦ କ'ଣ? ଏ ବଙ୍କେଇକି ଠିଆ ହେବାକୁ ତ୍ରିଭଙ୍ଗୀ ଛନ୍ଦ କୁହାଯାଏ। ଦେଖନ୍ତୁ ସଜ୍ଜନ, ତ୍ରିଭଙ୍ଗୀ ଛନ୍ଦ କହିଲେ କର୍ମ, ଜ୍ଞାନ, ଭକ୍ତି। ଆମେ ପ୍ରତ୍ୟେକ ମଣିଷ ତିନୋଟି ଭଙ୍ଗୀରେ ଆମେ ସମସ୍ତେ ରହିବା ଉଚିତ। କର୍ମ କରିବା, କର୍ମ, ଜ୍ଞାନ, ଭକ୍ତି। ଆଉ ଇଏ ତିନୋଟି ଭଙ୍ଗୀ। ଆଉ ଯେଉଁଠି କର୍ମ ନାହିଁ, ଖାଲି ଜ୍ଞାନ ଅଛି, ସେ ଜ୍ଞାନର ମୂଲ୍ୟ ବି କିଛି ନାହିଁ। ଯେଉଁଠି କର୍ମ ଅଛି ଆଉ ଜ୍ଞାନ ଅଛି, ଯେଉଁଠି ଭକ୍ତି ବା ସେବା ନାହିଁ, ସେଠି ମଧ୍ୟ ମଣିଷ ଶାନ୍ତିରେ ବଞ୍ଚିପାରିବ ନାହିଁ। ଇଏ ତିନୋଟି ଭଙ୍ଗ ଯାହାକୁ କୁହାଯାଉଛି କର୍ମ, ଜ୍ଞାନ, ଭକ୍ତି, ସେଇଆକୁ କୁହାଯାଉଛି ଇଏ ସମଗ୍ର ସୃଷ୍ଟି ତ୍ରିଭଙ୍ଗୀରେ ଅଛି। ଉତ୍ପତ୍ତି, ସ୍ଥିତି, ପ୍ରଳୟ। ପ୍ରତ୍ୟେକ ଜୀବନ ତିନୋଟି ଭଙ୍ଗୀରେ ଅଛି। ଥରେ ଜନ୍ମ ହେବ, ଥରେ ମରିବ, ଆଉ ଯେତିକି ଦିନ ରହିବ ସେ କର୍ମ କରିବ। ଜନ୍ମ, କର୍ମ, ମୃତ୍ୟୁ, ଯାହାକୁ ହିନ୍ଦୁମାନେ କୁହନ୍ତି ବ୍ରହ୍ମା, ବିଷ୍ଣୁ, ମହେଶ୍ୱର। ତେଣୁ ହେ ସଜ୍ଜନ, ବୈକୁଣ୍ଠ ସେଇ ତ୍ରିଭଙ୍ଗୀ ଛନ୍ଦର କଥା କହୁଛନ୍ତି। ମଧୁସୂଦନ କହିଲେ କ୍ଷୀଣ ହେଲୁ ବୃଥା ଏବେ ଚେତା ଯେଉଁ ସୁଧା ଗୁରୁ ସେବି ଆମର ଭାଗବତ ପଢ଼ି ସାରିଲା ପରେ ଆମେ ସମସ୍ତେ ପଢ଼ୁ। ଏବେ ତାକୁ ସବୁ କେହି ପଢ଼ୁନାହାନ୍ତି, କୋଉଠି ଗୋଟା ଗୋଟା ଜାଗାରେ ପଢ଼ୁଛନ୍ତି। ଗୋବିନ୍ଦ 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 ପଦୁ ଗଡ଼ୁଛି ସେବକ ବୋଲ ଆନନ୍ଦେ ହରି ହରି ଆନନ୍ଦେ ହରି 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 କରିବେ ଭାବୁ ପାରି ହରିଙ୍କ ନାମେ ବାନ୍ଧ
ଭାରି କରିବେ ଚକା ଡୋଳା ସେ ଚକା ଡୋଳାଙ୍କ ପୟରେ ମନ ମୋର ମନ ମୋ ନିରନ୍ତରେ ଥାଉ কৃষ্ণ বলি যাও ভাগবତ ଆମେ 12 ସ୍କନ୍ଦ ପଢିବା ତା ପଢିବା ସବୁ କ'ଣ ମନେ ରହିବ? ଏଇ କେତୋଟି ପଦ ଯଦି ମନେ ରହିବ ତାହେଲେ ପ୍ରକୃତରେ ଆମେ ଭାଗବତ ଜାଣିଛୁ ବୋଲି ଲୋକ ଜାଣିବେ। ଜଣେ ସନ୍ଥ ଥିଲେ, ତାଙ୍କୁ ସନ୍ଥ ବୋଲି ଲୋକ କହୁନଥିଲେ, ତାଙ୍କୁ ଭଗବାନଙ୍କ ଅବତାର କି କ'ଣ ଏମିତି ଗୋଟେ କହୁଥିଲେ। ତାଙ୍କ ଭକ୍ତମାନେ ସବୁ ସେ ଭକ୍ତମାନଙ୍କୁ ବୁଝେଇ ଦେଇଥିଲେ, ଆଉ ଭକ୍ତମାନେ ବି ସେଇଥିରେ ମାତିଥିଲେ। କ'ଣ ଏଇ ପଦଟା ଆଉ ଗୋବିନ୍ଦ 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 ତା ଅର୍ଥଟି କ'ଣ? ଗୋବିନ୍ଦ 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 ଇଏ ଗୋଟିଏ ଗୋବିନ୍ଦ ହଉଛନ୍ତି ଯିଏ ଜଙ୍ଗଲରେ ଗାଈ ଗୋରୁଙ୍କୁ ଚରଉଥିଲେ, ସେ ହଉଛନ୍ତି କୃଷ୍ଣ ରୂପୀ ଗୋବିନ୍ଦ। ଆଉ ଗୋଟିଏ ଗୋବିନ୍ଦ କିଏ? ଯିଏ ହୃଦୟରେ ଅଛନ୍ତି, ସେ ଗୋଟିଏ ଗୋବିନ୍ଦ। ଗୋ କହିଲେ ଇନ୍ଦ୍ରିୟ, ଇନ୍ଦ୍ରିୟମାନଙ୍କ ଭିତରେ ଯିଏ ରାଜା, ସିଏ ହଉଛନ୍ତି ଗୋବିନ୍ଦ ବା ଆତ୍ମା। ତେବେ ଆଉ ଗୋଟିଏ ଗୋବିନ୍ଦ କିଏ? ଯିଏ ଗୋବର୍ଦ୍ଧନ ଗିରି ଧାରଣ କରିଥିଲେ, ଗୋପୀ ଗୋପାଳ ମାନଙ୍କୁ ରକ୍ଷା କରିଥିଲେ, ସେତେବେଳେ ଇନ୍ଦ୍ର ପରାସ୍ତ ହେଇ ସେ କୃଷ୍ଣଙ୍କୁ ଉପାଧି ଦେଇଥିଲା ଗୋବିନ୍ଦ। ତିନୋଟି ଗୋବିନ୍ଦଙ୍କ କଥା ଏଠି ଲେଖା ହେଇଛି। ଗୋବିନ୍ଦ 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 ସେମାନଙ୍କ ଭିତରେ ଇଏ ଅର୍ଥ ନଥିଲା। ସିଏ କହୁଥିଲେ ଆମ ଗୁରୁ ହଉଛନ୍ତି ଗୋବିନ୍ଦ, ତାଙ୍କ ପାଦରୁ ମକରନ୍ଦ ରୂପକ ମହୁ ଝରୁଛି। ଯେତେବେଳେ ବଳିଆକୁ ଶୁଣିଲା, ବୋଲି କ'ଣ ହେଲା? ତାଙ୍କ ପାଦରୁ ମହୁ ଝରୁଛି, ତାହେଲେ ମହୁମାଛି ଯାକ ତାହେଲେ ସେଠି ବସା କରିଥିବେ। ତେଣୁ ସଜ୍ଜନ, ଇଏ ବଡ଼ ଲୋକଙ୍କର ମତ ଅଳପ ଜନେ ବିପରୀତ, ଇଏ ବଡ଼ ଲୋକଙ୍କର ମତ ଅଳପ ଜନେ ବିପରୀତ। ଅର୍ଥଟି ହେଲା ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ଏଇ ଯୋଉ ପବିତ୍ର ନାମକୁ ଯଦି ଶ୍ରଦ୍ଧାର ସହିତ ଏକାଗ୍ରତାର ସହିତ ଥରେ ଯଦି ତମେ ଗାଇଲ, ସେଇଠୁ ଯୋଉ ମକରନ୍ଦ କହିଲେ, ଆପଣମାନେ ମକରନ୍ଦ ଆମର ସେଇଟା ତିଆରି ହୁଏ ପାଣି କଖାରୁରୁ। ସେଇଟା ଆମ ଓଡ଼ିଶାରେ ମୁଁ ଦେଖିନି, ଉତ୍ତରପ୍ରଦେଶରେ ମିଳେ, ବହୁତ ମିଠା। ଏଇ ଯୋଉ ଗୋବିନ୍ଦ ନାମରେ ଯିଏ ନିମଜ୍ଜିତ, ଗୋଟେ କଥା ଅଛି, ହରି ନାମେ କି ରସ ଅଛି, ପାନ କଲା ଲୋକ ସିନା ଜାଣିଛି। ଆମେ ଘରେ ବସିକିରି ଆମ ଢେଉରୁ ଝାଳ ବୋହି ଯାଉଛି, ଆମେ ମାନେ ଗୋଟେ ପଙ୍ଖା ବୁଲଉଛୁ। କିନ୍ତୁ ଯେଉଁମାନେ କୀର୍ତ୍ତନ ବା ଦେଖିବେ କୀର୍ତ୍ତନିଆ ମାନେ, ସିଏ ଯୋଉ ମୃଦଙ୍ଗ ବଜେଇ ଦୁଇ ହାତ ଟେକି ସିଏ ଯୋଉ ନାଚ ନାଚନ୍ତି, ତାଙ୍କ ଦେହରୁ ବି ଝାଳ ବହେ, ତାଙ୍କୁ ସେ ଝାଳ କାଟେନି। ତାମାନେ ସେ କୀର୍ତ୍ତନରେ ମଜିଥାନ୍ତି। ତେଣୁ ମଣିଷକୁ
ଗୋବିନ୍ଦଭିମୁଖୀ କର, ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ତାର ଅନ୍ୟାର୍ଥ କରି ଲୋକମାନଙ୍କୁ ଭୁଲେଇବା ପାଇଁ ଚେଷ୍ଟା କର ନା, କି ଲୋକମାନେ ମଧ୍ୟ ଏଇଭଳିଆ ଭେଳିକିଆ କଥାରେ ଭୁଲି ନ ଯାଆନ୍ତୁ, ସେମାନେ ଯୋଉଠି ଅଛନ୍ତି ସେଇଠି ଥାଆନ୍ତୁ। ଠାକୁର ଅଭିରାମଙ୍କର ଗୋଟିଏ ପଦ କହି କଥାରେ ଶେଷ କରିବା। ଧାତା ରୂପ ଧରି ଶ୍ରୀହରି ଉତ୍ତପତି କରନ୍ତି, ବିଷ୍ଣୁ ରୂପ ଧାତା ଶ୍ରୀହ ଉତ୍ତପତି ବିଷ୍ଣୁ ରୂପ ଧାତା ଗଲେ ବିଧାତା ବ୍ରହ୍ମା, ବ୍ରହ୍ମାଙ୍କ ରୂପରେ ସିଏ ସୃଷ୍ଟିକୁ ଉତ୍ପନ୍ନ କରନ୍ତି ଏବଂ ବିଷ୍ଣୁ ରୂପରେ ବା ସୂର୍ଯ୍ୟଙ୍କର ଅନ୍ୟ ଏକ ନାମ ହେଉଛି ବିଷ୍ଣୁ। ସିଏ ବିଷ୍ଣୁ ରୂପ ଧରି ସୃଷ୍ଟିକୁ ପାଳନ କରନ୍ତି। ଇଏ ହେଉଛି ଠାକୁର ଅଭିରାମଙ୍କର ଏକ ସୁନ୍ଦର କଥା। ତେଣୁ ଯେଉଁ କଥା ମୁଁ କହୁଥିଲି, ଜୀବନଟି ହେଉଛି ତ୍ରିଭଙ୍ଗୀ ଛନ୍ଦ, କର୍ମ ଜ୍ଞାନ ଭକ୍ତି ଉତ୍ପତ୍ତି ସ୍ଥିତି ପ୍ରଳୟ। ତେଣୁ ଆମେ ସବୁବେଳେ ମୁଁ ଜଣେ, କିନ୍ତୁ ମୋ ପାଖରେ ତିନୋଟି ଗୁଣ ଅଛି। ଗୋଟିଏ ଭଲ ଗୁଣ ଅଛି, ଗୋଟିଏ କର୍ମ କରିବାର ଗୁଣ ଅଛି, ଗୋଟିଏ କର୍ମ କରିବା ପାଇଁ ଇଚ୍ଛା ଶକ୍ତି ମଧ୍ୟ ଆମରି ଭିତରେ ରହିଛି। ତେଣୁ ଇଚ୍ଛା ଶକ୍ତି, କର୍ମ ଶକ୍ତି ଏବଂ କର୍ମକୁ ଠିକ୍ ଠିକ୍ ଭାବରେ କରିବା, ଏଇ ଯେଉଁ ସଂକଳ୍ପ, ଇଏ ଗୋଟିଏ ଶକ୍ତି। କଥାଟି ଏଠି ରଖିବା।